Hello, my dear students. Again, welcome back to Shiksha Bhavan Odia, the educational Odia YouTube channel. ତ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ କାହିଁକି ନା ମୁଁ ଏ ଚ୍ୟାନେଲରେ ଅଷ୍ଟମ ନବମ ଦଶମର ଅଲ୍ ସବଜେକ୍ଟକୁ ନେଇକି ଭିଡ଼ିଓ ଗୁଡ଼ାକ ଅପଲୋଡ଼ କରୁଛି ଠିକ୍ ଅଛି। ଦେନ୍ ଯଦି ଆପଣ ଯଦି ଅଷ୍ଟମରେ ଅଛନ୍ତି ନବମରେ ଅଛନ୍ତି ଦଶମରେ ଅଛନ୍ତି କିଏ ବା ଆପଣଙ୍କର କୌଣସି ରିଲେଟିଭ୍ या ତାଙ୍କର ଭାଇ ଭଉଣୀ କି ପୁଅ ଝିଅ ବି ଯଦି ଅଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ କାହିଁକି ନା ତାଙ୍କର ଏ ଚ୍ୟାନେଲ ବହୁତ କିଛି ଫାଇଦାକୁ ନେଇକି ଆସୁଛି ରାଇଟ୍। ତ ଆମେ ୟା ଆଗ ଭିଡ଼ିଓରେ ବାୟୋଲୋଜିକାଲ ଡାଇଭର୍ସିଟି ପର୍ଯ୍ୟନ୍ତ ପଢ଼ିଥିଲେ ଯେଉଁମାନେ ସେ ଭିଡ଼ିଓକୁ ଦେଖିନାହାନ୍ତି ପାର୍ଟ ଟାଇମ୍ ସରି ଫାର୍ଷ୍ଟ ଟାଇମ୍ ଭିଡ଼ିଓ ସେଇଟା ଫାର୍ଷ୍ଟ ପାର୍ଟଟା ଯେଉଁମାନେ ଦେଖିନାହାନ୍ତି ଯାଇକି ଦେଖିଦିଅନ୍ତୁ ମୁଁ ଡିସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ଦେଇଦେଇଛି ଠିକ୍ ଅଛି। ଏବଂ ସେ ଭିଡ଼ିଓରେ ମୁଁ କହିଥିଲି ଯେ ଆମର ଯେଉଁ ବାୟୋଲୋଜିକାଲ ଡାଇଭର୍ସିଟି କାହାକୁ କୁହାଯାଏ ହଁ କି ନାହିଁ କାହାକୁ କୁହାଯାଏ ଟିକେ ରିମାଇଣ୍ଡ କରିଦେଉଛି ଯେ ଆମର ବିଭିନ୍ନତା ସତ୍ତ୍ୱେ ମଧ୍ୟ ଯେ ଆମେ ଅଲଗା ଅଲଗା ଜୀବଜଗତ ଗୋଟିଏ ଶ୍ରେଣୀରେ ବା ଗୋଟିଏ ଜାଗାରେ ଯଦି ବାସ କରୁଛନ୍ତି ତାକୁ ଆମେ ବାୟୋଲୋଜିକାଲ ଡାଇଭର୍ସିଟି ବୋଲି କହୁଛେ। ଏବଂ ବିବିଧତାକୁ ଆମେ କ'ଣ ନା ବିଭିନ୍ନତା ଏମିତି ମିନିଂକୁ ନେଇକି ବୁଝିବା ତ ଆମକୁ ବୁଝିବାକୁ ଟିକେ ସହଜ ହେବ ଠିକ୍ ଅଛି। ତ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା ଆମର ନେକ୍ସଟ ପାର୍ଟକୁ ଠିକ୍ ଅଛି। ତ ଆମର ଏ ସେକେଣ୍ଡ ପାର୍ଟରୁ ବା ସେକେଣ୍ଡ ପାରାଗ୍ରାଫ ଆମର ଷ୍ଟାର୍ଟ କରିବା। ତ ଦେଖନ୍ତୁ କ'ଣ କ'ଣ ଆଗକୁ ଆମକୁ ଜାଣିବାକୁ ପଡ଼ିବ ନା ପୃଥିବୀର ପ୍ରତ୍ୟେକ ପ୍ରାକୃତିକ ପରିବେଶ ଯେମିତିକି ଜଙ୍ଗଲ ପାହାଡ଼ ପର୍ବତ ନଦୀ ହ୍ରଦ ସମୁଦ୍ର ମରୁଭୂମି ଓ ବରଫାବୃତ ଅଞ୍ଚଳ ଇତ୍ୟାଦିରେ ବସବାସ କରୁଥିବା ଜୀବଜଗତରେ ବିବିଧତା ପୂର୍ଣ୍ଣ ମାତ୍ରାରେ ପରିଲକ୍ଷିତ ହୋଇଥାଏ ଠିକ୍ ଅଛି। ତ ପ୍ରାକୃତିକ ପରିବେଶ ଆମକୁ କାହାକୁ କହୁଛୁ ନା ଯେଉଁ ପରିବେଶ ପ୍ରକୃତିରେ ଆଗରୁ ଅଛି ମଣିଷ ତାକୁ ଟୋଟାଲି ତିଆରି କରିନାହିଁ ୟା ପାରିବ ବି ନାହିଁ ସେମିତି ଆକାର କ'ଣ ତିଆରି କରିବାକୁ। ତ ସେଇ ପରିବେଶକୁ ଆମେ ପ୍ରାକୃତିକ ପରିବେଶ କହିବା। ଯେମିତି ଜଙ୍ଗଲକୁ ଆଗରୁ ଅଛି ମଣିଷ ୟାକୁ ବନେଇ ପାରିବନି ଖାଲି ତାର ପୁନଃ ବରଣ କରିପାରେ ଗଛ ଯଦି କମିଲା ତାକୁ ସେ ରିପେୟାର ବା ତା ଜାଗାରେ ଗଛ ନୂଆ ଗଛ ଲଗେଇକି ସୃଷ୍ଟି କରି ଯାଇପାରେ କିନ୍ତୁ ଜଙ୍ଗଲ ମଣିଷ ଥୋଡ଼ି ନା ବନେଇ ପାରିବ ରାଇଟ୍। ତ ପାହାଡ଼ ଯେମିତି ଅଛି ବାସ ରହିବ ପାହାଡ଼ ମଣିଷ ଭାଙ୍ଗି ପାରିବ କିନ୍ତୁ ତିଆରି କରିପାରିବ ନାହିଁ। ପର୍ବତ ନଦୀ ଏଗୁଡ଼ାକ ସବୁ ଗୋଟେ ଗୋଟେ କ'ଣ ନା ପ୍ରାକୃତିକ ପରିବେଶ। ଆଚ୍ଛା ତ ଏମାନଙ୍କ ସହିତ ଆମର ଯୋଉ ଯୋଉ କ'ଣ କହିଲା ସେ ଯୋଉ ବିଭିନ୍ନତା ଯୋଉ ଡାଇଭର୍ସିଟିଟା କେମିତି ଆମେ ବୁଝିପାରିବା ଡାଇଭର୍ସିଟି ଏଇ ୱାର୍ଡଟୁ ନା। ତ ଇଏ କହୁଛି କ'ଣ ନା ଯେମିତିକି ଜଙ୍ଗଲରେ ପାହାଡ଼ରେ ଦେଖନ୍ତୁ ଜଙ୍ଗଲରେ ବି ବିଭିନ୍ନ ପ୍ରକାର ଅଲଗା ଅଲଗା ପ୍ରଜାତିର ଗଛ ଅଛନ୍ତି ଗଛ ଅଲଗା ଅଲଗା ପ୍ରଜାତିର ପ୍ରାଣୀମାନେ ଅଛନ୍ତି ରାଇଟ୍। ପାହାଡ଼ରେ ମଧ୍ୟ ସେମିତି ଅଛନ୍ତି ପର୍ବତରେ ବି ସେମିତି ଅଛନ୍ତି ଗଛ ପାହାଡ଼ ପର୍ବତ ପୋକ ନୋକ ଦୁନିଆ ଜୀବ ଅଛନ୍ତି। ବାସ୍ ନଦୀରେ ମଧ୍ୟ ଯୋଉ ଆମର ଯୋଉ ଜଳ ଜୀବ ଗୁଡ଼ାକ ସେମାନେ ବି କଇଁଛ ବେଙ୍ଗ କୁମ୍ଭୀର ସାପ ବେଙ୍ଗ ଦୁଇ ତିନି ପ୍ରକାର ରହିବେ ନା ମାଛ ତ ଆଉ କେତେ ନା କେତେ ପ୍ରକାର ଅଛନ୍ତି। ତ ବିଭିନ୍ନ ପ୍ରଜାତିର ସେମାନେ କ'ଣ ନା ଜୀବ ଏକାଠି ବାସ କରୁଛନ୍ତି ଠିକ୍ ସେମିତି ହ୍ରଦ ଯଦି ଆସିଲା ହ୍ରଦରେ ବି ହଜାର ପ୍ରକାର ମାଛ ଥିବେ ରାଇଟ୍। ଆଉ ଜଳଜୀବ ଯାହା ଯାହା ସବୁ ଆମେ ଭାବୁଛେ ସେଗୁଡ଼ାକ ସବୁ ରହିବେ। ସମୁଦ୍ର ତ ଆମର ପୃଥିବୀର ଯେତିକି ଜନସଂଖ୍ୟା ନାହିଁ ତାଠୁ ଅଧିକା ବୋଧେ ମାଛ ସମୁଦ୍ରରେ ଅଛନ୍ତି। ଆଉ କ'ଣ ନା ମରୁଭୂମି ଦେଖନ୍ତୁ ମରୁଭୂମିରେ କ'ଣ ନା ଆମର ଯେତିକି ସବୁ ସାପ ବେଙ୍ଗ ଝିଣ୍ଟିକା ଏଣ୍ଡ ଗୁଡ଼ାକ ୟା କଣ୍ଟା ଜାତୀୟ ଗଛ ଗୁଡ଼ାକ ଗୁଳ୍ମ ଜାତୀୟ ଦେନ୍ କିଛି ଯୋଉ କମ୍ ଜଳରେ ବଞ୍ଚି ପାରୁଥିବା ଜୀବ ଜଗତ ସବୁ କ'ଣ ଆମର ମରୁଭୂମିରେ ବାସ କରନ୍ତି ରାଇଟ୍। ତା ଅର୍ଥ ଏବଂ କିଛି ବରଫାବୃତ ଅଞ୍ଚଳ ଯେମିତି ଆମର ହ୍ୱାଇଟ୍ ବିୟର ଯୋଉ ଧଳା ବାଘ ସିଲ୍ ମାଛ କେତେଟା ପେଙ୍ଗୁଇନ୍ ଗୁଡ଼ାକ ସବୁ କ'ଣ ନା ଆମର ବରଫାବୃତ ଅଞ୍ଚଳ ଗୁଡ଼ାକରେ ଯୋଉ ଆମର ହଁ ନା ବରଫରେ ଆଚ୍ଛାଦିତ ହେଇଥିବା ଅଞ୍ଚଳ ଗୁଡ଼ାକରେ ଏମାନେ ବସବାସ କରନ୍ତି। ଆଚ୍ଛା ଇଏ ଆମକୁ କ'ଣ କହିବାକୁ ଚାହୁଁଛି ନା ଏଠୁ ଆମେ ଜାଣିବା ଯେ ଏଇଠି ବସବାସ କରୁଥିବା ପ୍ରାଣୀମାନଙ୍କୁ ଆମେ କ'ଣ କହିପାରିବା ନା ଏମାନଙ୍କ ଭିତରେ ଏକ ଅଲଗା ପ୍ରକାରର ଡାଇଭର୍ସିଟି ଦେଖାଯାଏ। କାହିଁକିନା ଜଙ୍ଗଲରେ ଅଲଗା ଅଲଗା ପ୍ରଜାତିର ଅଛନ୍ତି ପାହାଡ଼ରେ ଅଲଗା ଅଲଗା ପ୍ରଜାତିର ଠିକ୍ ସେମିତି ଏମାନଙ୍କ ଠାରେ ମଧ୍ୟ ଅଲଗା ଅଲଗା ପ୍ରଜାତିର ଜନଜାତି ମଣିଷମାନେ ବି ଅଛନ୍ତି ଇଏ ଆମର ପ୍ରାଣୀ ଜଗତ ଗୁଡ଼ାକ ବି ଅଲଗା ଅଲଗା ପ୍ରଜାତିର ଦେଖିବାକୁ ମିଳନ୍ତି। ଏବଂ ଏଇମାନଙ୍କ ଠାରେ ହିଁ ଆମର କ'ଣ ନା ଡାଇଭର୍ସିଟିଟା କ'ଣ ନା ପୂର୍ଣ୍ଣ ମାତ୍ରାରେ ପରିଲକ୍ଷିତ ହୋଇଥାଏ ଦେଖାଯାଏ ଅଲଗା ଅଲଗା ପ୍ରଜାତିର ଅଲଗା ଅଲଗା ଜୀବ ମାନେ ଯଦି ଏକାଠି ବାସ କରୁଥିବାର ଆମକୁ ଦେଖାଯାଏ ତ ତାକୁ ଆମେ ବାୟୋଲୋଜିକାଲ ଡାଇଭର୍ସିଟି ବୋଲି କହୁଛୁ କି ନାହିଁ। ତ ସେ ଡାଇଭର୍ସିଟିଟା ବା ବାୟୋଲୋଜିକାଲ ଡାଇଭର୍ସିଟିଟା ଏଇ ଜାଗା ମାନଙ୍କରେ ପ୍ରବଳ ମାତ୍ରାରେ ଦେଖିବାକୁ ମିଳେ ବାସ୍ ରାଇଟ୍। ତ ପରିବେଶର ପାର୍ଥକ୍ୟ ହେତୁ ଗୋଟିଏ ପ୍ରାକୃତିକ ପରିବେଶରେ ଦେଖାଯାଉଥିବା ଜୀବ ଗୋଷ୍ଠୀର ବିଭିନ୍ନତା ଅନ୍ୟ ପ୍ରାକୃତିକ ପରିବେଶର ଜୀବ ଗୋଷ୍ଠୀ ଠାରୁ ଭିନ୍ନ ନା କ'ଣ ଭିନ୍ନ ହୋଇଥାଏ ଠିକ୍ ସେଇଆ ତ। ଦେଖନ୍ତୁ ମନେକର ମୁଁ କ'ଣ କହିଲା ମାନେ ଦେଖନ୍ତୁ ଜଙ୍ଗଲରେ ଯୋଉ ବନ୍ୟଜନ୍ତୁ ମାନେ ଅଛନ୍ତି ଅଲଗା ଅଲଗା ଗଛ ଘାସ ପତ୍ର ଯେତିକି ସବୁ ଅଛନ୍ତି ସେ ବା ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ
ସମାନତା କ'ଣ ମରୁଭୂମିରେ ବସବାସ କରୁଥିବା ଜୀବଜନ୍ତୁଙ୍କ ସହ ସମାନତା ରହିବ କି ନାହିଁ? ତ ଏମାନେ ସବୁଠୁ ଅଲଗା ବା ଏମାନେ ଅଲଗା ଏମାନେ ମଧ୍ୟ ଅଲଗା, ହଁ କି ନା? ଅଲଗା ଅଲଗା ପ୍ରଜାତିର ମାନେ ଡାଇଭର୍ସିଟିରେ ଦେଖାଯାଏ। ଠିକ୍ ସେମିତି ଯଦି ପାହାଡ଼ର ଏବଂ ସମୁଦ୍ର ଯଦି ଜୀବଜଗତମାନଙ୍କର ଯଦି ସମାନତା ଆମେ ତୁଳନା କରିବା, କେବେ ସମାନ ହେବେ କି? କେବେ ସମାନ ହେବେନି। ତ ଏମାନଙ୍କର ମାନଙ୍କର ଡାଇଭର୍ସିଟି ଅଲଗା, ଏମାନଙ୍କର ଅଲଗା, ଏମାନଙ୍କର ଅଲଗା। ଦେଖନ୍ତୁ ନଦୀରେ ଯୋଉ ଜଳଜୀବ ବାସ କରୁଛନ୍ତି ସେମାନେ କ'ଣ ଜଙ୍ଗଲରେ ମିଳିବେ କି? ଗୋଟେ ଦିଟା ବେଙ୍ଗ ମିଳିପାରନ୍ତି, ସାପ ମିଳିପାରନ୍ତି, ବଟ୍ ଯୋଉ ମାଛମାନେ ନା ମିଳିବେ ପାହାଡ଼ରେ, ନା ଆମର ସବୁ ହାତୀ ଘୋଡ଼ା ଯେତିକି ବା ଠେକୁଆ ନା ପାଣି ନା ନଦୀରେ ମିଳିବେ ନାହିଁ। ତ ସେ କହୁଛି କ'ଣ ନା ପ୍ରାକୃତିକ ପରିବେଶରେ ଦେଖାଯାଉଥିବା ଜୀବଗୋଷ୍ଠୀର ବିଭିନ୍ନତା, ଏଇଟା ବିଭିନ୍ନତା ଦେଇଛି ନା, ଏଠୁ କ୍ଲିୟର ହବ ଯେ ବିବିଧତାକୁ ଆମେ କ'ଣ ନା ବିଭିନ୍ନତା ହିସାବରେ ବୁଝିଲେ ଆମକୁ ବହୁତ ସୁବିଧାରେ ବୁଝିପାରିବା, ରାଇଟ୍? ବିଭିନ୍ନତା ଅନ୍ୟ ପ୍ରାକୃତିକ ପରିବେଶର ଜୀବଗୋଷ୍ଠୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ହଁ କି ନା? ଏ ଯୋଉ କହୁଥିଲି ମୁଁ, ତ ଏଇଠି ବସବାସ କରୁଥିବା ଜୀବଜଗତ ବା ମରୁଭୂମିରେ ବସବାସ କରୁଥିବା ଜୀବଜଗତ ଜଙ୍ଗଲରେ ବସବାସ କରୁଥିବା ଜୀବଜଗତଠୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି। ନେକ୍ସଟ, ପୃଥିବୀର ସମସ୍ତ ପ୍ରାକୃତିକ ପରିବେଶକୁ ଏକାଠି ନେଇ ବିଚାର କଲେ ଜୀବଜଗତର ବିବିଧତା ଯେ କେତେ ବ୍ୟାପକ ତାହା ସହଜରେ ଅନୁମେୟ ବୋଲେ କ'ଣ ନା ଅନୁମାନ ଲଗାଯାଇପାରେ, କାହିଁକି ନା? ସେ କ'ଣ କହିଲା, ପୃଥିବୀରେ ଯୋଉ ଏତିକି ପ୍ରକାର ଅଛନ୍ତି, ସେ ତଳକୁ ଯୋଉ କହିଲା ଆମର ହାତ ସମୁଦ୍ର ପାହାଡ଼ ପର୍ବତ ନଈ ଏ ଯୋଉ କହିଲା, ତ ସେମାନଙ୍କର ବା ସେଇମାନଙ୍କଠି ବସବାସ କରୁଥିବା ଯେତିକି ସବୁ ଜୀବଜଗତ ମାନଙ୍କୁ ଯଦି ଆମେ ଏକାଠି କରିକି ଚିନ୍ତା କରିବା, ତ ସେମାନଙ୍କର ବା ଜୀବଜଗତର ବିବିଧତା ଯେ କେତେ ଯେ ଭୟଙ୍କର ବା କେତେ ଯେ ବିଶାଳ, ସେଇଟାକୁ ଆମେ ଏଇଠୁ ଆମେ ଅନ୍ଦାଜ ମାନେ କ'ଣ ମାନେ ଗୋଟେ ଅନୁମାନ ଲଗେଇ ପାରିବା, କାହିଁକି? ଦେଖନ୍ତୁ ସମୁଦ୍ରରେ ଯେତିକି ଅଛନ୍ତି, କେତେ ନା କେତେ ଛୋଟରୁ ବଡ଼ ଅଛନ୍ତି, କିଏ କାହାକୁ ନେଇ ଖାଇକି ବଞ୍ଚୁଛି, କିଏ ଉପରେ ଡିପେଣ୍ଡେଣ୍ଟ, କିଏ ଆଉ କିଏ ନିଜ ଉପରେ ଡିପେଣ୍ଡେଣ୍ଟ, ଏମିତି ଯଦି ସେଗୁଡ଼ା ଦେଖିବା କେତେ ନା କେତେ ସେଇଟା ଲମ୍ବିଥିବ, ଆମକୁ ହିସାବ ମିଳିବ ନାହିଁ। ଠିକ୍ ଅଛି, ଆଗକୁ ବହୁତ କିଛି ମିଳିବ। ଯୋଉ ଡାଇଭର୍ସିଟିଟା ବହୁତ କ୍ଲାସିଫିକେସନ ଦେଇଛି ଜୀବଜଗତକୁ, ଗୋଟେ ଶ୍ରେଣୀ ବିଭାଗ କରିଛି। ଆମେ କୋଉ ଶ୍ରେଣୀରେ ଯାଉଛେ, କୋଉ ଗଛ କୋଉ ଶ୍ରେଣୀରେ ଯାଉଛି, ପକ୍ଷୀମାନେ କେତେ ଶ୍ରେଣୀରେ ଅଛନ୍ତି, ଦୁନିଆ କଥା ସବୁ ଆସିବ, ବ୍ୟସ୍ତ ହେବାର ନାହିଁ। ଠିକ୍ ଅଛି, ଖାଲି ପାଠକୁ ଆଗକୁ ଦେଖି ଯିବା। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ ଏବେ ହିଁ କରିଦିଅନ୍ତୁ, କାହିଁକି ନା ବହୁତ ଇଣ୍ଟରେଷ୍ଟିଂ କ୍ଲାସ୍ ଗୁଡ଼ାକ ମୋ ଚ୍ୟାନେଲରେ ଅପଲୋଡ଼ ହେଇଯାଉଛି ଡେଲି ରେଗୁଲାରଲି, ଅଷ୍ଟମରୁ ଦଶମ, ତା ବାଦେ ବି ବହୁତ ଏଜୁକେସନ ରିଲେଟେଡ ଭିଡ଼ିଓ ଗୁଡ଼ାକ ମୋ ଚ୍ୟାନେଲରେ ମୁଁ ଆଣୁଛି, କାହିଁକି ନା ଏଇଟା ସବୁ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ, ସେ ଆମର 85 ବର୍ଷ ହେଲେ ମଧ୍ୟ ସେ ଆମେ ଜଣେ ଛାତ୍ର ହିଁ ହେଲା, ସେ ବି କିଛି ଜିନିଷ ଶିଖିବାକୁ ଚାହେଁ, ତ ସେମାନଙ୍କୁ ବି ମୁଁ ଏ ଚ୍ୟାନେଲ ମାଧ୍ୟମରେ ବହୁତ ପ୍ରୋଭାଇଡ କରୁଛି। ହଁ, ଦେନ୍ ଦେଖନ୍ତୁ, ଯିବା 9th କ୍ଲାସର ଲାଇଫ ସାଇନ୍ସ, ଏଇଟା ସେକେଣ୍ଡ ପାର୍ଟ, ପ୍ରଥମ ଅଧ୍ୟାୟର। ସେ କହିଲା କ'ଣ ଆମର ଏଠି, ପୃଥିବୀ ପୃଷ୍ଠରେ ଆଜି ଯେଉଁ ଜୈବ ବିବିଧତା ବା ଜୀବଜଗତର ବିବିଧତା ଦେଖାଯାଇଛି, ତାହା ପ୍ରକୃତରେ କୋଟି କୋଟି ବର୍ଷର ଜୈବ ବିବର୍ତ୍ତନର ପରିଣତି। ବିବର୍ତ୍ତନ ବୋଲେ କ'ଣ? ଇଭଲ୍ୟୁସନ ବା ପରିବର୍ତ୍ତନ। ବିବର୍ତ୍ତନ ଇଭଲ୍ୟୁସନ ହେଲା, ଜୈବ ବିବର୍ତ୍ତନ ତା ଅର୍ଥ ଅର୍ଗାନିକ ଇଭଲ୍ୟୁସନ ବା ଜୀବମାନଙ୍କର ଯୋଉ ପରିବର୍ତ୍ତନ। ଦେଖନ୍ତୁ, ଆମେ ଯଦି ମୁଁ ଭୁଲ କହୁଛି ତ ଆମେ କ'ଣ ନା ଆଗରେ ମାଙ୍କଡ଼ ଥିଲୁ, ଏୟା କଥା ସମସ୍ତେ କହନ୍ତି, ସିମ୍ପାଜି ଥିଲୁ, ୟା ଆମର ସେ ପ୍ରଜାତିରୁ ଥିଲୁ ବୋଲିକି କହୁଛନ୍ତି, ସମସ୍ତେ ବିଜ୍ଞାନ ବି କହୁଛୁ, ଆମେ ବି ପରୀକ୍ଷାରେ ଆସିଲେ ଏଇ କଥା ହିଁ ଲେଖିଲେ ଭୁଲ ମାର୍କ ପାଇବା। ତ ଦେଖନ୍ତୁ, ଆମେ ସେ ସିମ୍ପାଞ୍ଜି ଥିଲୁ, ୟା ଯାହା ବି ଗରିଲା ଥିଲୁ, ଗରିଲା ହିସାବରେ ଆମେ କ'ଣ ନା ଆମର ହାତରେ ବି ଚାଲୁଥିଲେ ବାସ୍, କିନ୍ତୁ ଏବେ ନା ଆମର ଅଛି ଲାଞ୍ଜ, ନା ଆମେ ଅଛୁ ମାଙ୍କଡ଼ ପ୍ରଜାତିର, ନା ଆମକୁ କିଏ ମାଙ୍କଡ଼ କହିବ, ରାଇଟ୍? ନା ଆମେ ମାଙ୍କଡ଼ଠୁ ଏବେ 100 ଗୁଣରେ ବହୁତ ଫୁଲି ଡେଭଲପଡ। ସେଥିପାଇଁ ସେ କହୁଛି, ଏବେ ଯୋଉ ପୃଥିବୀ ପୃଷ୍ଠରେ ଯେତିକି ବି ଜୀବମାନେ ଅଛନ୍ତି ବା ଜୀବଜଗତ ତାଙ୍କ ଭିତରେ ଯୋଉ ବିଭିନ୍ନତା ଦେଖାଯାଉଛି, ସେଇଟା କ'ଣ ଆମର କୋଟି କୋଟି ବର୍ଷର କ'ଣ ନା କୋଟି ବର୍ଷର ବିଭିନ୍ନତାକୁ ସେ ଦର୍ଶାଉଛି, ହଁ କି ନା? ଦେଖନ୍ତୁ, ଏଇଟା ଆମର ମନେକର ଏଇଟା 1000 ବର୍ଷ, 2000 ବର୍ଷ, 3000 ବର୍ଷ, 4000 ବର୍ଷ, ଏବଂ ଏଇଟା ମନେକର ଆମର ଏବେ ପ୍ରେଜେଣ୍ଟଟା, ହେ ନା? ତ ଏଇଠି ଯୋଉ ଏକକୋଷ, ଏଇଠି ତ ମଣିଷ ନଥିଲା ନା, ତ ପ୍ରଥମେ ତ ଜଳଜୀବ ସୃଷ୍ଟି ହେଲା, ଏକକୋଷ ସୃଷ୍ଟି ହେଲା, DNA RNA ସୃଷ୍ଟି ହେଲା, ନା ନ୍ୟୁକ୍ଲିକ ଏସିଡ ସୃଷ୍ଟି ହେଲା, ଏଗୁଡ଼ା ଆମେ ଜାଣିଛେ। ଜୀବଜଗତ ଏମିତି ସୃଷ୍ଟି ହେଇଛି ପୃଥିବୀରେ, ବିଜ୍ଞାନ ଭାଷାରେ ହେଲା, ବିଜ୍ଞାନ ଅନୁଯାୟୀ। ଯଦି ଆମେ ଧାର୍ମିକତା ହିସାବରେ ଯିବା ତ ତାର ମେଥଡ଼ ଅଲଗା ହେଇଯିବ। ତ ଏଠୁ କ'ଣ ହେଲା ନା, ସେ 1000 ବର୍ଷ ପରେ କିଛି ଗୋଟେ ପରିବର୍ତ୍ତନ ହେଲା, ତାପରେ କିଛି ଗୋଟେ ପରିବର୍ତ୍ତନ ହେଲା, ତାପରେ ପରିବର୍ତ୍ତନ ହେଲା, ତାପରେ କ'ଣ ହାତୀ ଗୁଡ଼ା ସୃଷ୍ଟି ହେଇଗଲା, ୟା ସିମ୍ପାଜି ମାଙ୍କଡ଼ ସୃଷ୍ଟି ହେଇଗଲା, ତାପରେ ଏ ମଣିଷ କ'ଣ ନା ଧୀରେ ଧୀରେ ତାଙ୍କର ବିବର୍ତ୍ତନ ଘଟିକି ତାଙ୍କର RNA DNA ସିନ୍ଥେସାଇଜ ହେଇକି, ନ୍ୟୁକ୍ଲିକ ଏସିଡ ଆଉ କ'ଣ ସବୁ ହେଇକି, ପ୍ରୋଟିନ ସୃଷ୍ଟି ହେଇକି କ'ଣ ହେଲା ନା, ଧୀରେ ଧୀରେ ସେ ମଣିଷର ରୂପ ନେବାକୁ ଆସିଲା, ଏବଂ ସେ ଠିଆ ହେଇକି ଧୀରେ ଧୀରେ କଥା ଜାଣିଲା, ନା ଦୁନିଆ ଏତିକି ସବୁ ଯେତିକି ଟେକ୍ନୋଲୋଜି ଆସୁଛି ଏବେ, ଏହା ହେଉଛି ସବୁ ମଣିଷର ଅବଦାନ ଗୁଡ଼ାକ, କି ନାଇଁ? ତା ଅର୍ଥ କ'ଣ, ଏବେ ଆମେ ଯାହା ଦେଖୁଛୁ ସେଇଟା ହେଉଛି ଆମ କୋଟି କୋଟି ବର୍ଷର ଜୈବ ବିବର୍ତ୍ତନର ପରିଣତି,
ହଁ କି ନାହିଁ? ଯଦି ବିବର୍ତ୍ତନ ହେଇନଥାନ୍ତା ହୁଏତ ମଣିଷ ନଥାନ୍ତା, ୟା ଆମର ଏତିକି ଟେକ୍ନୋଲୋଜି ଯାହାକୁ ଆମେ ଆଖିରେ ଦେଖୁଛୁ ତାର 1% ବି ନଥାନ୍ତା। ବୁଝା ପଡୁଛି କି ନା ନାଇଁ? ଦେନ୍ ଆସିବ ଏହି ସମୟରେ ପୃଥିବୀ ପୃଷ୍ଠରେ କେବଳ ଯେ ଅନେକ ନୂତନ ଜାତିର ଜୀବ ଦେଖା ଦେଇଛନ୍ତି ତାହା ନୁହେଁ, ବରଂ ଅନେକ ଜାତିର ଜୀବ ମଧ୍ୟ ବିଲୁପ୍ତ ହୋଇଯାଇଛନ୍ତି। ଆଚ୍ଛା, ସତ କଥା। ହଁ କି ନାହିଁ? ଇଏ କ'ଣ କହୁଛି ନା, ଆମେ ଯୋଉ ବିବର୍ତ୍ତନ କଥା ଏବେ ପଢିଲେ, ତ ବିବର୍ତ୍ତନ ଅର୍ଥ ନା କିଛି ଜୀବ ପରିବର୍ତ୍ତନ ହେଇ 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 ଏ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ରାଇଟ୍? ତା ମାନେ ସେଇଟା କହିଲା କି କୌଣସି ଜୀବ ମରିଥିବାର କିଛି ପ୍ରମାଣ ଦେଲା କି ନାହିଁ? ଆମେ ଭାବୁଛୁ ଯେ ପ୍ରତ୍ୟେକ ଜୀବ ପରିବର୍ତ୍ତନ ହେଲେ ଆଉ ଏ ପର୍ଯ୍ୟନ୍ତ ଆସିକି ଏତେ ଉନ୍ନତ ସଭ୍ୟତାରେ ପହଞ୍ଚିଯାଏ, କିନ୍ତୁ ଏବେ ଆମେ ଯୋଉ ମୁଁ ଅଣ୍ଡରଲାଇନ୍ କରୁଛି ସେ ଲାଇନ୍ ଆମକୁ ବୁଝାଉଛି ଯେ ଏବେ ପର୍ଯ୍ୟନ୍ତ ଖାଲି ଜୀବ ପରିବର୍ତ୍ତନ ହେଇଛନ୍ତି ଆଉ ପହଞ୍ଚିଛନ୍ତି ସେତିକି ନୁହେଁ, ବରଂ କିଛି ଜୀବର ନୂତନ ଉତ୍ପତ୍ତି ଆଉ କିଛି ଜୀବର ବିଲୁପ୍ତ ମଧ୍ୟ ହେଇଛି। ବିଲୁପ୍ତ ବୋଲେ କ'ଣ? ଟୋଟାଲି ନା। ଏବେ ଯୋଉ ଡାଇନୋସର କାନ୍ଦି କାନ୍ଦି ଖୋଜିଲେ ବି ମିଳିବେନି, ରାଇଟ୍? ଏ ଯୋଉ ଡାଇନୋସର ଉଡ଼ନ୍ତା ଡାଇନୋସର, ଏ ପାଣି ଭିତର ଡାଇନୋସର, ହଜାର ପ୍ରକାର ଡାଇନୋସର ଯୋଉ ଥିଲା, ସେ ଡାଇନୋସର 1% ବୋଧେ କିଛି ନାହାନ୍ତି। ଯେତିକି ସବୁ ବଡ଼ ବଡ଼ ପ୍ରଜାତି ଗୁଡ଼ାକ ଥିଲା ତାଙ୍କ ପାଇଁ ଜାଗାର ଅଭାବ ହେଲା, ତାଙ୍କର କ'ଣ ନା ତାଙ୍କର ଯୋଉ କିଛି ଖାଇବା ପାଇଁ ହେଲା ତାଙ୍କର ପରିବେଶ ଅଭାବ ହେଲା ସେମାନଙ୍କୁ, ସେଥିପାଇଁ ସେମାନଙ୍କର ପାଇଁ ଜାଗାରେ ବା ପୃଥିବୀର ଜାଗା ହେଲାନି, ବା ସେମାନେ ଧୀରେ ଧୀରେ ଆଡପ୍ଟ କରିପାରିଲେନି ଆମ ତାପମାତ୍ରା ସହିତ, ସେମାନେ ମରିଗଲେ, ସରିଗଲେ, ରାଇଟ୍? ସେମିତି କିଛି ବିଲୁପ୍ତ ମଧ୍ୟ ହେଇଯାଇଛନ୍ତି। ଏବେ ଡାଇନୋସର ନାହାନ୍ତି ଯେମିତି, ନା ସେମିତି ଡ୍ରାଗନ ଗୁଡ଼ାକ ନାହାନ୍ତି। ଆମେ ଏଇଟା ସ୍ୱପ୍ନ ନା ସତ ଆମେ ଜାଣୁନେ, ନା ଡ୍ରାଗନ ଥିଲା କି ନା, ତା ପାଟିର ମୁହଁରୁ ଯୋଉ ନିଆଁ ବାହାରୁଥିଲା ସତ ଏ ମିଛ କାଳ୍ପନିକ ଜାଣିନୁ, କିନ୍ତୁ ସେଗୁଡ଼ା କେବେ ଆଉ ନାହାନ୍ତି, କିଛି ବିଲୁପ୍ତ ହେଇସାରିଛନ୍ତି। ତ ଆମର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ପରିବେଶର ଅବକ୍ଷୟ ଜୀବ ବିଲୁପ୍ତର ମୂଳ କାରଣ ହୋଇଥିବା ମନେ ହୁଏ। କାହିଁକି ସେମାନେ ସବୁ ବିଲୁପ୍ତ ହେବେ ବା ହେଇଗଲେ? ସେ କହୁଛି କ'ଣ ନା, ଆମର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ପରିବେଶର ଅବକ୍ଷୟ ଘଟଣା ଘଟାଲା। ମଣିଷ ସଂଖ୍ୟା ବଢ଼ି 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 ଗଲେ, ତ ଏତେ ମାତ୍ରାରେ ବଢ଼ିଲେ ଯେ ମାନେ କ'ଣ ଜଙ୍ଗଲ ସଂଖ୍ୟା କମି କମି ଗଲା। ଯେତିକି ଜୀବଜଗତ ଯୋଉ ଜଙ୍ଗଲରେ ରହିବା କଥା ସେମାନଙ୍କ ପାଇଁ ସବୁ ସୁରକ୍ଷିତ ମନେ ହେଲାନି। ମଣିଷ ଦେଖିଲା, ମାରିଲା ମାରିଲା, ଖାଇଲା, ତା ଚମଡ଼ା ଯାଜା ଗୁଡ଼ାକ ୟୁଜ୍ କରିକି ସେମାନଙ୍କୁ ସବୁ ହୀନସ୍ତା କରିକି ଏରିଆରୁ ତଳିଦେଲା। ତ ଲୋକ ଏପଟରୁ ସେପଟ ତଳିଲେ, ସେପଟରୁ ଏପଟ ଲୋକ ତଳିଲେ, ତ ସେମାନଙ୍କ ପାଇଁ ରହିବା ଜାଗା ହିଁ ମିଳିଲାନି। ସେମାନେ ଧୀରେ ଧୀରେ କ'ଣ ଗଲେ, ମରିଗଲେ କି ନାଇଁ? ତ ଏ ମଣିଷ ମାନଙ୍କର ଜନସଂଖ୍ୟା ବଢିଲା ପରେ ମାନେ କ'ଣ ଆମର ଯୋଉ ଜୀବ ଜଗତର କ'ଣ ନା ବିଲୁପ୍ତ ହେଲେ, ଏବଂ ଏଇଟା ହିଁ ମେନ୍ କଜେସ୍, ଏଗୁଡାକ କାରଣ। କି ନାଇଁ? ତମକୁ ଯଦି ପରୀକ୍ଷାରେ ଆସିବ ଯେ ଜନସଂଖ୍ୟା ଆମର ଜୀବଜଗତର ବିନାଶର ମୁଖ୍ୟ କାରଣ କ'ଣ ନା ଜନସଂଖ୍ୟା ବୃଦ୍ଧି, ଆଉ କିଛି ନାହିଁ। ଏବେ ଜଙ୍ଗଲ କାହିଁ କଟା ହଉଛି? ଏ ଜନସଂଖ୍ୟା ବୃଦ୍ଧି ପାଇଁ ହିଁ କଟା ହଉଛି। ତାଙ୍କ ପାଇଁ ଯେତିକି ସବୁ ଆବଶ୍ୟକତା ପୂରଣ ପାଇଁ, ନା କିଛି ଘର ପାଇଁ ଆବଶ୍ୟକ ହଉଛି, କିଛି ଖାଇବା ପିଇବା ପାଇଁ, କିଛି ଚାଷବାସ ପାଇଁ ଅଭାବ ହେଲା, ସେ କ'ଣ ହଉଛି ନା ସବୁ ଜଙ୍ଗଲ କଟା ହଉଛି, ବାସ୍, है ନା? ଦରକାର ପଡ଼ିଲେ ତ ସମୁଦ୍ରକୁ ବି ଲୋକ ପୋତିବା ପାଇଁ ରେଡି ହଉଛନ୍ତି, ହଁ କି ନାହିଁ? କାହିଁକିନା ତାଙ୍କ ଜାଗାର ଅଭାବ ଅଛି। ଲୋକ ଯାଇକି ମଙ୍ଗଳର ଘର କଲେଣି, ଚନ୍ଦ୍ରରେ ଜାଗା କିଣିଲେଣି, କୋଉଥିପାଇଁ? ନା ଜନସଂଖ୍ୟା ବୃଦ୍ଧି ପାଇଁ, ଆଉ କିଛି ଅନ୍ୟ କାରଣ ହିଁ ନାହିଁ। ଦୁନିଆ ମରିବ ଏ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଁ ହିଁ, ରାଇଟ୍? ତ ଦେନ୍ ଦେଖନ୍ତୁ କ'ଣ କହୁଛି ନେକ୍ସଟ ପାରାଗ୍ରାଫ। ପୃଥିବୀରେ ପ୍ରାୟ 15 ଲକ୍ଷରୁ ଅଧିକ ଜାତିର ଜୀବ ଥିବାର ଅନୁମାନ କରାଯାଉଛି। ଜୀବ ବୋଲେ କ'ଣ? ଏକକୋଷୀ ହଉ ୟା ବଡ଼ ବଡ଼ ହାତୀଗଣ୍ଡା ପର୍ଯ୍ୟନ୍ତ ଯାହା ବି ହଉ, ହେଲା, ତ ତାକୁ ଜୀବ ବୋଲି କୁହାଯାଏ, ଗଛ ପତ୍ରକୁ ମିଶେଇକି, ବାସ୍। ତ ମ୍ୟାକ୍ସିମମ୍ କ'ଣ ନା 15 ଲକ୍ଷରୁ ଅଧିକ କ'ଣ ଅଛନ୍ତି ଆମର ଜାତି ମାନେ ବା ଜୀବ ମାନେ ଅଛନ୍ତି ବୋଲିକି ଗବେଷଣା କହୁଛି, ରାଇଟ୍? କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଚିହ୍ନଟ କରାଯାଇ ପାରିନି, ବାସ୍ ଚିହ୍ନିଟ, ବାସ୍ ତାଙ୍କୁ ଖାଲି ପରିଚୟ ନାହିଁ, ତାଙ୍କର ନାଁ ଏପର୍ଯ୍ୟନ୍ତ ଦିଆ ହେଇନି, କିନ୍ତୁ ଗେସ୍ କରାହଉଛି ମ୍ୟାକ୍ସିମମ୍ 15 ଲକ୍ଷରୁ ତ ଅଧିକ ଥିବେ ଜୀବ ଗୁଡ଼ାକ ସବୁ ପୃଥିବୀରେ। ତ ଜୀବମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାକୁ ହେଲେ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀ ବିଭାଗ କରାଯାଏ। ସତ କଥା। ମନେକର ଆମେ ସେମାନଙ୍କ ଭିତରୁ କ'ଣ ନା, ମନେକର ଗୋଟେ ଜିନିଷ ମୁଁ ଦେଖିଲି, ରାଇଟ୍? ଏଇଟା ଗୋଟେ ମୁଁ ଚାଲି ଚାଲି ଯାଉଛି, ଗୋଟେ ଜୀବଟା ଦେଖିଲି, ହଁ କି? ତ ଏ ଜୀବ ବିଷୟରେ ମୁଁ ଜାଣିବାକୁ ଅଧିକ, ମାନେ ଏ ଜିନିଷଟା କୋଉ ଶ୍ରେଣୀରେ ଯାଉଛି, ଇଏ ମଣିଷ ନା ଇଏ ପଶୁ ନା ପକ୍ଷୀରେ ଯାଉଛି, ନା କୀଟ ପତଙ୍ଗରେ ଯାଉଛି, ନା ସାମୁଦ୍ରିକ ପ୍ରାଣୀ, ନା ଜଳଜୀବ, ନା ସ୍ଥଳ ଜୀବ, ନା କ'ଣ? ମୁଁ ଜାଣିବି କେମିତି? ନା ତା ବିଷୟରେ ମୁଁ ସେତେବେଳେ ଜାଣିବି ଯେତେବେଳେ କ'ଣ ନା ତାର ସାମଞ୍ଜସ୍ୟ ଏବଂ ପାର୍ଥକ୍ୟକୁ ମୁଁ କ'ଣ ନା ଅଲଗା ଅଲଗା କାଟାଗୋରୀକୁ ନେଇକି କ'ଣ କରିବି ନା ଷ୍ଟଡି କରିବି, ହଁ କି ନା? ଗୋଟେ ମୁଁ ପକ୍ଷୀ ଉଡୁଛି, ହେ ନା ନାଇଁ? ତ ମୁଁ ଜାଣିବି ଇଏ ଉଡୁଛି, ଦ୍ୟାଟ୍ ମିନ୍ସ ଇଏ କିଛି ମାନେ ଉଡ଼ନ୍ତା ଚଢ଼େଇ ହେଇଥିବ। ଏବେ ମନେକର ଗୋଟେ ଇନସେକ୍ଟ, ଗୋଟେ ଯୋଉ ଡ୍ରାଗନ ଫ୍ଲାଏ ଉଡୁଛି ମନେକର, ସେଇଟା କ'ଣ ପକ୍ଷୀରେ ଯିବ କି? ନାହିଁ, ସେଇଟା ଇନସେକ୍ଟରେ ଯିବ, କୀଟ ପତଙ୍ଗରେ ଯିବ। ତ ସେମାନଙ୍କୁ କ'ଣ ନା ତାକୁ ବିଭାଗୀକରଣ କରିବାର ଅଛି, ହଁ କି ନା? ତାକୁ ଭାଗ ଭାଗ କରିବାର ଅଛି, ତାର ଜନ୍ମ, ତାର
ବଂଶଗତ ତାର ଡିଏନଏ ଆରଏନଏ ସେ କୋଉ ଶ୍ରେଣୀରେ ଯାଉଛି ତାକୁ ଯଦି ସେତିକି ଭାଗ କରିବି ତ ଗୋଟିଏ ଜୀବର କ'ଣ ନା ଆଇଡେଣ୍ଟିଫାଇ ମୁଁ କରିପାରିବି ତା ବିଷୟରେ ମୁଁ ସବୁ ତଥ୍ୟକୁ ବାହାର କରିକି ପଢିପାରିବି ତାପରେ ମୁଁ କ୍ଲିୟର ହେବି ତା ବିଷୟରେ ନହେଲେ ଖାଲି ଦେଖିକି ତ ଗୋଟେ ଜିନିଷ ବିଷୟରେ କିଛି ଜାଣି ହବ ନାହିଁ। ତ ବୈଜ୍ଞାନିକ ଭାଷାରେ ଏହି ପଦ୍ଧତିକୁ ଟାକ୍ସନମି ବା ସିଷ୍ଟମେଟିକ୍ସ କୁହାଯାଏ। କାହାକୁ? ଯେ ଗୋଟିଏ ଜୀବ ବିଷୟରେ ତନ୍ନ ତନ୍ନ କରି ଜାଣିବା ପାଇଁ ତାର କ'ଣ ନା ସାମଞ୍ଜସ୍ୟ ଏବଂ ପାର୍ଥକ୍ୟକୁ ଯୋଉ ଆମେ ଆଇଡେଣ୍ଟିଫାଇ କରୁଛେ ତାକୁ ତାକୁ ତା ବିଷୟରେ ଆମେ ଅଧ୍ୟୟନ କରୁଛେ ସେଇ ପାଠକୁ କ'ଣ ନା ଟାକ୍ସନମି ବୋଲି କୁହାଯାଏ। ଟାକ୍ସନମି କୁହାଯାଏ। ଏଟା ସିଷ୍ଟମେଟିକ୍ସ ସେଟା ଅଲଗା କଥା ହେଇଲା ହଁ କି ନାହିଁ। ଆଚ୍ଛା ସିଷ୍ଟମେଟିକ୍ ବି ଆମର ଯାଏ କାହିଁକିନା ଏ ପ୍ରଜାତିର ସିଷ୍ଟମେଟିକ୍ସଟାକୁ ବର୍ଣ୍ଣନା କର ବୋଲେ କ'ଣ କରିବାକୁ ପଡ଼ିବ। ମନେକର ମୁଁ ଗୋଟେ ଜିଆ ଦେଲି ରାଇଟ୍ ଜିଆଟା ତ ତ ଜିଆର ସିଷ୍ଟମେଟିକ୍ସ ଲେଖ ବାସ୍ ହଁ କି ନାହିଁ। ସିଷ୍ଟମେଟିକ୍ସଟା ଲେଖ ବୋଲି ମୁଁ କ'ଣ ମାନେ ଆମକୁ କ'ଣ କରିବାକୁ ପଡ଼ିବ ନା ଇଏ କୋଉ ପ୍ରଜାତିରେ ଯାଉଛି ୟାର ଶ୍ରେଣୀ କ'ଣ ୟାର ନାଁ କ'ଣ ଇଏ କୋଉ ବଂଶର ବାସ୍ ଏଇଗୁଡ଼ାକ ସବୁ ଲେଖିବାକୁ ପଡ଼ିବ। ତାକୁ କ'ଣ ଆମେ ସିଷ୍ଟମେଟିକ୍ସ କହୁଛେ ଏବଂ ତାକୁ ହିଁ ଆମେ ବା ସେଇ ବିଷୟରେ ପଢ଼ିବାଟାକୁ ଆମେ ଟାକ୍ସୋନମି ବୋଲି କହିବା ହଁ କି ନାହିଁ। ଶ୍ରେଣୀ ବିଭାଗ ଦ୍ୱାରା ବିଭିନ୍ନ ଜୀବକୁ ଚିହ୍ନିବା ସହଜ ହୁଏ। ତାକୁ ଯଦି ଆମେ ଶ୍ରେଣୀ ବିଭାଗ ଯଦି ଏ କଥାକୁ ଆମେ ଜାଣିବା ଟାକ୍ସୋନମି ୟା ସିଷ୍ଟମେଟିକ୍ସ ଯଦି ଆମେ ଜାଣିବା ଗୋଟେ ଜୀବର ତ ତା ବିଷୟରେ କ'ଣ ନା ଆମକୁ ଅଧିକା ଜିନିଷ ମିଳିବ ବା ତା ବିଷୟରେ ଅଧିକା ଜିନିଷ ଜାଣିବାକୁ ପାଇବା। ତ ଜୀବମାନଙ୍କ ମଧ୍ୟରେ ଥିବା ପରସ୍ପର ସମ୍ବନ୍ଧ ଇଣ୍ଟର ରିଲେସନସିପ୍ କଥା ଜାଣି ହୁଏ। ହଁ ତ କ'ଣ ହେଉଛି ମନେକର ମୁଁ ଜିଆ କଥା ଏକ୍ଜାମ୍ପଲ୍ ନେଉଛି ନାଇଁ କି ଜିଆ କଥା ନେଲି ମନେକର ଏପଟେ ଗୋଟେ ମୁଁ କଙ୍କଡ଼ା ନେଇଗଲି ରାଇଟ୍ ଏଇଟା ମନେକର କଙ୍କଡ଼ା 10ଟା ଗୋଡ଼ ରାଇଟ୍ ତ ୟା ବିଷୟରେ ମୁଁ ଜାଣିଲି ଦେନ୍ ୟା ବିଷୟରେ ଯଦି ମୁଁ ଜାଣିଲି ତ ଏମାନଙ୍କ ଭିତରେ ସମ୍ବନ୍ଧ କଥା ମୁଁ ଜାଣିବି ଯେ ଇଏ ଏବଂ ଇଏ ଜିଆ ଏବଂ କଙ୍କଡ଼ା ସେମାନେ କେତେ ଇଣ୍ଟର ରିଲେସନ୍ ଅଛନ୍ତି ଏମାନେ ରହିବା ପାଇଁ ଜାଗାକୁ ବା ଗୋଟେ ମାଟିକୁ ଦରକାର କରୁଛନ୍ତି ଆଉ ଏମାନେ ଦରକାର କରୁଛନ୍ତି ଖାଇବା ପାଇଁ ଏମାନେ ମାଟି ଭରସା କରିବେ ଏମାନେ ମଧ୍ୟ ଏକୁ ଖାଇବେ ଏଇ କେମିତି ବଞ୍ଚୁଛି ଇଏ କେମିତି ବଞ୍ଚୁଛି ୟାର ବଂଶବୃଦ୍ଧି କେମିତି ହେଉଛି ଏ ବଂଶବୃଦ୍ଧି କେମିତି ହେଉଛି ଇଏ ୟାର ଡିଏନଏ ଆରଏନଏ କେମିତି କାମ କରୁଛି ୟାର କେମିତି କାମ କରୁଛି ସବୁ ମୁଁ ଜାଣିବାକୁ ପାଇବି ପରେ ଧୀରେ ଧୀରେ ହଁ କି ନାହିଁ। ଓ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବମାନଙ୍କର ବିସ୍ତାର ବିଷୟରେ ଜ୍ଞାନ ବଢ଼େ। ଦେନ୍ କ'ଣ ହେଉଛି ନା ଗୋଟେ ଜିନିଷକୁ ଯଦି ମୁଁ ଜାଣିଲି ମନେକର ଜିଆ କଥା ଏକ୍ଜାମ୍ପଲ୍ ନେବା ତ ଇଏ କେମିତିଆ ମାଟିରେ ସେ ତାର ବଂଶବୃଦ୍ଧି ବହୁତ ଭଲସେ ଭାବେ ହୁଏ ଇଏ ପଥୁରିଆ ମାଟିରେ ସେ ରହିପାରେ କି ନାହିଁ ଯଦି ପାଣି ଅଧିକ ରହିଲେ ହଗନି ତ ସମୁଦ୍ର କୂଳମାନଙ୍କରେ ରହିପାରୁଛି ନା ନାହିଁ ବା ବେଶୀ ଯଦି ପାଣିଆ ଅଞ୍ଚଳରେ ଇଏ ରହିପାରୁଛି ନା ନାହିଁ ସେ ବିଷୟରେ ମୋତେ କ'ଣ ଅଧିକା କ'ଣ ନାହିଁ ଜ୍ଞାନ ମିଳିବ ହଁ କି ନାହିଁ। ଦେନ୍ କ'ଣ କହୁଛି ତାପରେ ଦେଖନ୍ତୁ ଏହା ବ୍ୟତୀତ ପରିବେଶ ବିଜ୍ଞାନ ଯାହାକୁ ଆମେ ଇକୋଲୋଜି ବୋଲି କହୁଛେ ହଁ କି ନାହିଁ ପରିବେଶ ବିଷୟରେ ଜ୍ଞାନ ବା ପରିବେଶର ବିଷୟରେ ଅଧ୍ୟୟନକୁ ଆମେ ଇକୋଲୋଜି ବୋଲି କହିବା। ତ ଗୋଟେ ବହି ଯାକ ଆମେ ଯଦି ବିଜ୍ଞାନ ଗଣିତ ଯାହା ଯାହା ବି ଅଛି ଇତିହାସ ଭୂଗୋଳ ସେମିତି ଗୋଟେ କ'ଣ ଇକୋଲୋଜି ବୋଲିକି ମଧ୍ୟ ବହି ଅଛି ଯୋଉଟାକି କେବଳ ପରିବେଶ ଉପରେ ଲେଖାଯାଇଥିବ ଏଇଟା ବି ଗୋଟେ ବିଜ୍ଞାନ ପାର୍ଟ ଅଫ୍ ସାଇନ୍ସ ଏଇଟା ବି ଇକୋଲୋଜିଟା। ଦେନ୍ କୃଷି ବିଜ୍ଞାନ ଆଗ୍ରିକଲଚରାଲ ସାଇନ୍ସ ହଁ କି ନାହିଁ କୃଷି ଉପରେ ଯେତିକି ସବୁ ସାଇନ୍ସ ଅଛି ଆମର ଯେତିକି ଆମର ବଟାନୀ ଅଛି ହଁ କି ନାହିଁ ସେମାନେ ଗଛ ଉପରେ ଯେଉଁ ହାଇଜେନିକ୍ ପ୍ରୋସେସ୍ କରୁଛି ସିଏ ଗଛକୁ ଗଛ ତାର ଜିନ୍ ଅଦଳ ବଦଳ କରିକି ଏବେ ଦେଖନ୍ତୁ କେତେ ଭଲ ଭଲ ଧାନ ଯାକ ସବୁ ବାହାରୁଛି। ଏବେ ଗୋଟେ ଖବର ଆଇଥିଲା କ'ଣ ନା ଆମର ସାଇଣ୍ଟିଷ୍ଟ ମାନେ କ'ଣ ନା 9 ପ୍ରଜାତିର ଗଛ ଗୁଡ଼ାକ କ'ଣ ନା ବାହାର କରିଛନ୍ତି ଯେଉଁମାନେ କମ୍ ସମୟରେ ଭଲ ଅମଳ ଦେବେ ସାଙ୍ଗେ ସାଙ୍ଗେ। ଆମର ସମୟ ଥିଲା କ'ଣ ନା ଗଛ ଗୋଟେ ଲଗାଉଥିଲେ ସେ ପୁରା 3 ଫୁଟ ଲେଖା ହାଇଟ୍ ହେଉଥିଲା ହଁ କି ନାହିଁ 9ଟା 3 ଫୁଟ ବା ତା ଗଛର ହାଇଟ୍ ହେଉଥିଲା 3 ଫୁଟ ତାକୁ କମ୍ ସେ କମ୍ କେତେ 3 ମାସ ଲାଗିଯାଉଥିଲା ହଁ କି ନାହିଁ। କିନ୍ତୁ ଆମକୁ ନଡ଼ା ଦରକାର କି ଆମକୁ ଦରକାର ଧାନ ଦରକାର କିନ୍ତୁ ନଡ଼ା ଯେତେ ବି ହଉ କିଛି ପ୍ରୋବ୍ଲେମ୍ ନାହିଁ ତ ସେ 1.5 ଫୁଟ ଖଣ୍ଡେ ହାଇଟ୍ ହେବ ଏବେର ଗଛ ଗୁଡ଼ାକ ମ୍ୟାକ୍ସିମମ୍ 1.5 ଫୁଟ ହାଇଟ୍ ହେବେ କିନ୍ତୁ ଭଲ ଅମଳ ଦେବେ ହଁ କି ନାହିଁ। ଆଉ କ'ଣ ନା ମ୍ୟାକ୍ସିମମ୍ କେତେ ଆମର 50 ବେଶୀ ହେଲେ 50 କିନ୍ତୁ 45ରୁ 50 ଦିନ ଭିତରେ ଅମଳ ଆମକୁ ରେଡ଼ି କରିଦେବେ ତାର ତ ଗୋଟେ କମ୍ ସମୟ ଭିତରେ ଆମକୁ ଭଲ ଅମଳ ଦେଉଛି ଆମକୁ ଅଧିକ ଦିନ 5 ଫୁଟ ହାଇଟ୍ ହେଉଥିବା ଧାନ ଗଛ ଆମକୁ ଆବଶ୍ୟକ ନାହିଁ କାହିଁକିନା ଜନସଂଖ୍ୟା ଏତେ ମାତ୍ରାରେ ବଢ଼ୁଛନ୍ତି ଯେ ଜନସଂଖ୍ୟାକୁ ଦେଖିକି ଧାନ ଗଛ ଗୁଡ଼ାକ ବହୁତ କମ୍ ସମୟରେ ହେଉଥିବା ଧାନ ଗଛ ଆମକୁ ଆବଶ୍ୟକ ହଁ କି ନାହିଁ। ଦେନ୍ କ'ଣ କଲା ଦେଖନ୍ତୁ କୃଷି ବିଜ୍ଞାନ କଥା ମୁଁ କହିଲି ବଟାନୀ ଗଛ କେମିତି ସବୁ କ'ଣ ସେଇଟା ହାଇଜେନିକ୍ ପ୍ଲାଣ୍ଟ କେମିତି ବନାଯାଉଛି ଆଉ ଜନସ୍ୱାସ୍ଥ୍ୟ ବା ପବ୍ଲିକ୍ ହେଲ୍ଥ ସମ୍ବନ୍ଧରେ ଅଧ୍ୟୟନ ତାଙ୍କ ଯେଉଁ ଯେତିକି ସବୁ ଯାବତୀୟ ବେମାର ଆସୁଛି ଏବେ ଯେଉଁ କୋଭିଡ୍-19 ଆସିଲା ତାପରେ ବ୍ଲାକ୍ ଫଙ୍ଗସ୍ ରୋଗ ଟିକେ ଯେଉଁ ଆସୁଛି ହେ ନା ତାପରେ ଛାଡ଼ ସେ କି ରୋଗ ଯାକ ଆସୁଛି ସେଇ ବିଷୟରେ କ'ଣ ଆମର ଅଧ୍ୟୟନ ଦେନ୍ ଆସିବ ଗବେଷଣା ଯେତିକି ସବୁ ଗବେଷଣା କଥା ନାଇଁ କି ଦେନ୍
ପରିଚାଳନା ଏବଂ ପ୍ରୟୋଗ ଇତ୍ୟାଦି ଜୀବମାନଙ୍କର ଚିହ୍ନଟ ଏବଂ ଶ୍ରେଣୀବିଭାଗ ବିନା ସମ୍ଭବ ହୋଇନଥାଏ। ସତ କଥା। ଗୋଟେ ଯଦି ମୁଁ ଗଛ ଭଲସେ କ'ଣ ଜାଣିନାହିଁ ତ ତା ବିଷୟରେ ନେଇକି ମୁଁ ଇକୋଲୋଜି ତ ବନେଇ ପାରିବିନି, ଆମର କୃଷି ବିଜ୍ଞାନ ତ ହେଇପାରିବନି, ବା ତାକୁ ମୁଁ କୋଉ କାମରେ ଲଗେଇ ପାରିବି, ମଣିଷମାନଙ୍କ କେଉଁ କାମରେ ସେ ଆସିବ ତା ବିଷୟରେ ଜାଣିବି ନାହିଁ ମୁଁ। ଆଉ ଗବେଷଣା ତାକୁ ନେଇକି କାମ କରାହବ, ହଁ କି ନାହିଁ? ଏବଂ ତାକୁ କେମିତି ୟୁଜ୍ କରାଯିବ, ତାକୁ କୋଉଠି କ'ଣ ଆପ୍ଲାଏ କରାଯିବ, ସେମାନଙ୍କୁ କ'ଣ ନା ସେ ଗଛ ବିଷୟରେ ଭଲସେ ୟା ଜୀବ ବିଷୟରେ ଭଲସେ ଜାଣିଲା ପରେ ହିଁ ମୋତେ ସୁବିଧା ହବ। ଠିକ୍। ତ ଅତଏବ ଆସ ସେହି ଜୀବମାନଙ୍କର ଚିହ୍ନଟ ତଥା ଶ୍ରେଣୀ ବିଭାଗ ବିଷୟରେ ଆଲୋଚନା କରିବା। ଦେନ୍ ଏବେ ପଢ଼ିବା କ'ଣ ନା ଆମେ ସେ ଗୋଟେ ଜୀବ ବିଷୟରେ ଯଦି ମୁଁ ଜାଣିବାକୁ ଚାହୁଁଛି, ଦେନ୍ ମୁଁ ସେ ଜୀବ ୟା ଗଛ ବା ଗଛ ଜୀବ ସେ ଏକା କଥା, କିନ୍ତୁ ଯଦି ପ୍ରାଣୀ ୟା ଉଦ୍ଭିଦ ବିଷୟରେ ମୁଁ ତାକୁ କେମିତି ଆଗକୁ ବର୍ଣ୍ଣନା କରାଯାଇ ପାରିବ, ହଁ କି ନାହିଁ? ତ ତା ବିଷୟରେ ଯଦି ମୁଁ କିଛି ନୂଆ ତଥ୍ୟ ବନେଇବାର ଅଛି, ଦେନ୍ ମୁଁ କୋଉ ଷ୍ଟେପ୍ସ ଫଲୋ କରିବାକୁ ପଡ଼ିବ, ସେ ବିଷୟକୁ ଆମର ଏବେ ପଢ଼ିବାର ଅଛି। କ'ଣ ନା ଆମର ବୈଜ୍ଞାନିକ ନାମକରଣର ମୌଳିକ ପ୍ରସଙ୍ଗ। ଗୋଟେ ଗଛକୁ ଆମେ କେମିତି ନାଁ ଦେବା, ହଁ କି ନାହିଁ? ତ ଆଇ ହୋପ୍ ଏ ଭିଡ଼ିଓଟି ବୁଝା ପଡ଼ିଲା, ଭଲ ବି ଲାଗିଥିବ। ଯଦି ଆଉ ଥରେ ବି କହୁଛି, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଏବେ ହିଁ ସବସ୍କ୍ରାଇବ୍ କରି ରଖନ୍ତୁ, କାହିଁକି ନା ମିସ୍ କଲେ ବହୁତ ବଡ଼ କ୍ଷତି ହେଇଯିବ ଆମ ଲାଇଫ୍ରେ। ଦେନ୍ ଏ ଟପିକ୍କୁ ନେଇକି ଆସିବା ଆମର 3 ନମ୍ବର ପାର୍ଟ ଭିଡ଼ିଓରେ। ସେ ଭିଡ଼ିଓକୁ ପାଇବା ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ମୁଁ ଆଉ ସାଙ୍ଗମାନଙ୍କ ସହ ସେୟାର କରିକି ଏ ଟପିକ୍କୁ ସେମାନଙ୍କୁ ବି ଜଣାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।